ଆପଣ ଗୁଲାବଜାମୁନ ତ ବହୁତ ପ୍ରକାର ଦେଖିଥିବେ କ'ଣ କେବେ ଆପଣମାନେ ଗୋଲାପୀ କଲର୍ ଗୁଲାବଜାମୁନ ଦେଖିଛନ୍ତି ନା ନାଇଁ ତ ଆସନ୍ତୁ ଆଜି ମୁଁ ତୁମମାନଙ୍କୁ ଦେଖେଇବି। ତ ବର୍ତ୍ତମାନ ଟାଇମ୍ ହେବ 11:30 ପାଖାପାଖି। ବର୍ତ୍ତମାନ ଡ୍ୟୁଟି ଆସିଲା ପରେ ତ ଆଗ ତ ପେଟ ପୂଜା ତାପରେ ଯାଇକି ଠାକୁର ପୂଜା ହଉ କିମ୍ବା ଯାହା ବି ହଉ ନା କାହିଁକି ତ ଫଟାଫଟ ଆସିକି ଖାଇବାରେ ଲାଗିପାରିଲି। ଆଜି ହେଇଥିଲା ଅଣ୍ଡା ତ ଫଟାଫଟ ଦବାଇକି ଖାଇସାରିଲା ପରେ ସେଇ ଭିତରେ ଆମର ମାଷ୍ଟର ବି ପଳେଇ ଆସିଲେ ଖାଇବାକି। ତ ଆମେ ବେଶୀ ଡେରି ନ କରିକି ଫଟାଫଟ ବକ୍ସ ପାଇଁ ରୁଟି ମାରିବାରେ ଲାଗିପାରିଲୁ କାହିଁକିନା ଅନଲାଇନ୍ ଅର୍ଡ଼ର ଜଲ୍ଦି ଟିକେ ପଳେଇ ଆସୁଛେ ସେଥିପାଇଁ ଆମେ ବକ୍ସ ମାରିବା ପାଇଁ ଫୁଲ୍ କରିଦେଲୁ ବକ୍ସ ପୁରା। ତାପରେ ଶୁଣିକି ଆମର ମାଷ୍ଟର ଏକା ଲଗାଉଥିଲେ ତନ୍ଦୁରୀ ଚିକେନ୍ ତାଙ୍କର ଆସିଥିଲା ଆଜି 5 ପ୍ଲେଟ୍ ବେଶୀ ଆସିନଥିଲା ସେଥିପାଇଁ ମୁଁ ବି ଯାଇକି ଟିକେ ତାଙ୍କୁ ହେଲ୍ପ କରିଦେଲି। ପ୍ରତ୍ୟେକ ଦିନ କରୁଛେ ଆଜି ବି ଯାଇକି ଟିକେ ହେଲ୍ପ କରିଦେଲି। ତାପରେ ହେଇଥିଲା ଚାହା ଟିକେ ପିଇବା ପାଇଁ ବ୍ରେକ୍ ନେଇକି ଚାହା ଟିକେ ପକାଇ ସାରିଲା ପରେ ତାପରେ ଶୁଣିକି ସମସ୍ତେ 4ଟା ବେଳେ ଛୁଟି ହେଇକି ସମସ୍ତେ ରେଷ୍ଟ ପଳେଇଗଲେ। ଆମେ ରହିଯାଇଥିଲୁ 3 ଜଣ ବସିକି ଏଠି ଆମେ ବନେଇବାର ଲାଗିପାରିଲୁ ମଞ୍ଚୁରିଆନ୍। ଏଇଟା ଗୁଲାବଜାମୁନ ନୁହଁ ଭେଜ୍ ମଞ୍ଚୁରିଆଟା ତାକୁ ବନେଇବାର ଲାଗିପାରିଲୁ। ତାପରେ ରାତିରେ ବେଶୀ ଖାସ୍ କିଛି ଅର୍ଡ଼ର ନଥିଲା ଗୋଟେ ଅର୍ଡ଼ର ଆସୁଥିଲା ସେଥିପାଇଁ ମାଷ୍ଟର କହିଲେ କି ତୁ ମାର ସବୁ ସେଥିପାଇଁ ମୁଁ ଗୋଟେ ବର୍ତ୍ତମାନ ମୋର ମାରିବାରେ ଲାଗିଥିଲି। ତାପରେ ହେଇଯାଇଥିଲା ଟାଇମ୍ 11:30 ପାଖାପାଖି। ସେଇ ସମୟରେ ଡ୍ୟୁଟି ଛୁଟି ହେଇସାରିଲା ପରେ ମୁଁ ପଳେଇ ଆସିଥିଲି ଖାଇବା ପାଇଁ। ଖାଇବାରେ ଆଜି ହେଇଥିଲା ଚିକେନ୍ ନୁହଁ ତ ହାଡ଼ ତା ସହିତ ହେଇଥିଲା ରୁଟି ତା ସହିତ କିଛି ବିରିୟାନୀ ବି ବଳି ଯାଇଥିଲା ତ ତାକୁ ଦବେଇକି ଖାଇଲୁ। ଯଦି ଭିଡ଼ିଓଟି ଭଲ ଲାଗିଥିବ ନିହାତି ଫଲୋ ଟିକେ କରିଦେବ।